ଏବଂ ସେମାନେ 25 ବର୍ଷ ଭିତରେ କେବେ ସତ୍ସାହସ କରିଥିଲେ କି ରିପୋର୍ଟ କାର୍ଡଟି ଦେବା ପାଇଁ ଗୋଟିଏ ବର୍ଷ ଭିତରେ କ'ଣ କରିଛନ୍ତି ଲୋକଙ୍କ ପାଖରେ ଉତ୍ତରଦାୟିତ୍ୱ ନେବା ଉତ୍ତରଦାୟୀ ହେବା କ'ଣ ସରକାରର କାମ ନୁହେଁ କି ଖାଲି ନରେନ୍ଦ୍ର ମୋଦି ଆସୁଛନ୍ତି କ'ଣ ଆସୁନାହାନ୍ତି 19,000 କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିବେ ଉଦ୍ଘାଟନ କରିବେ ଦେଖନ୍ତୁ ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଓଡ଼ିଶା ଭାରତବର୍ଷର 1 ନମ୍ବର ରାଜ୍ୟ ହେବ ଡବଲ ଇଞ୍ଜିନ୍ ସରକାରର ପ୍ରଥମ ଇଞ୍ଜିନ୍ ହେବ ପୂର୍ବୋଦୟର ବିକାଶ ଓଡ଼ିଶାରୁ ଆରମ୍ଭ ହେବ ଏହିସବୁ ସଂକଳ୍ପ ନେଇକରି ଆଜି ଗୋଟିଏ ବର୍ଷ ପୂର୍ବରୁ ଆମେ ସରକାରରେ ଆସିଥିଲେ ଏବଂ ସରକାର ଆସିଲା ପରେ ଆମେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ପାଖାପାଖି 50% ଊର୍ଦ୍ଧ୍ୱ ପ୍ରତିଶ୍ରୁତି ପୂରଣ କରିସାରିଛେ ଗୋଟିଏ ବର୍ଷ ଭିତରେ ଏହା ଏକ ବିରଳ ଦୃଷ୍ଟାନ୍ତ ଯଦି ଆପଣ ଦେଖିବେ ଯେ ଚାଷୀଙ୍କର କଥା ହେଉ ମହିଳାମାନଙ୍କର କଥା ହେଉ କିମ୍ବା ଆମେ କେଉଁ ମାଆମାନଙ୍କର କଥା ହେଉ ଭଉଣୀମାନଙ୍କର କଥା ହେଉ ଯୁବକମାନଙ୍କର କଥା ହେଉ ଗରିବମାନଙ୍କର କଥା ହେଉ ଏ ସରକାର ସମସ୍ତ ବର୍ଗଙ୍କ ପାଇଁ ଯେଉଁଭଳି ଭାବରେ କାମ କରିବା କଥା ସମସ୍ତେ ମିଶି ଆମେ ପରିଶ୍ରମ କରିଛେ ମୁଁ ଧନ୍ୟବାଦ ଦେବାକୁ ଚାହିଁବି ଗଣମାଧ୍ୟମ ବନ୍ଧୁମାନଙ୍କୁ ମଧ୍ୟ ସେମାନେ ମଧ୍ୟ ଆମକୁ ସବୁ ସମୟରେ ଆମକୁ ସେମାନେ ସାହାଯ୍ୟ କରିଛନ୍ତି ଏବଂ କାଲି ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ କେନ୍ଦ୍ରର 11 ବର୍ଷର ସଫଳତା ଓଡ଼ିଶାର 1 ବର୍ଷର ସଫଳତା ଏବଂ ଆମ ରିପୋର୍ଟ କାର୍ଡ଼ ଆମେ ଦେଇସାରିଛେ କିଭଳି ଭାବରେ ଓଡ଼ିଶାର ପ୍ରଗତି ହେବ ଓଡ଼ିଶା କିଭଳି ଭାବରେ ବିକଶିତ ହେବ ଓଡ଼ିଶା କିଭଳି ଭାବରେ ସାରା ଭାରତବର୍ଷ ପ୍ରତିଷ୍ଠିତ ହେବ ଆମର ଯେଉଁ ସ୍ୱପ୍ନ ରହିଛି 2036 ନେଇକରି ଭିଜନ୍ 36 କିଭଳି ଭାବରେ ଓଡ଼ିଶା ଶ୍ରେଷ୍ଠ ସୋପାନରେ ପହଞ୍ଚିବ ମୋଦିଜୀଙ୍କର ମଧ୍ୟ ସେହି ଭିଜନ୍ ରହିଛି ଲାଗାତାର 6 ଥର ଭାବରେ ଗୋଟିଏ ବର୍ଷ ଭିତରେ ଓଡ଼ିଶା ଆସିବା ସେଇଟା ତ ସ୍ପଷ୍ଟ କରୁଛି ଯେ ବିକାଶର ଚିତ୍ର ଯଦି ବିକାଶ ହୋଇନଥାନ୍ତା ନିଜେ ପ୍ରଧାନମନ୍ତ୍ରୀ ଆପଣ କୁହନ୍ତୁ ଭାରତବର୍ଷର କେଉଁ ପ୍ରଧାନମନ୍ତ୍ରୀ ଏତେ ଥର ଓଡ଼ିଶା ଆସିଥିଲେ କି ଏବଂ ଗୋଟିଏ ବର୍ଷ ଭିତରେ 6 ଥର ଆସିବା ଏବଂ ସେ 6 ଥର ଭିତରେ ବଡ଼ ବଡ଼ କାର୍ଯ୍ୟକ୍ରମ ପ୍ରବାସୀ ଭାରତୀୟ ଦିବସ ଭଳିଆ ଗୋଟେ କାର୍ଯ୍ୟକ୍ରମ ଯେଉଁଟା କେବେ ହୋଇନଥିଲା ଓଡ଼ିଶାର ପ୍ରଥମ ଥର ପାଇଁ ହେଲା ଆପଣ ଦେଖିବେ ଉତ୍କର୍ଷ ଓଡ଼ିଶା ଭଳିଆ କାର୍ଯ୍ୟକ୍ରମ ଆସିଥିଲା ସେଥିରେ ସେ ଆସିଥିଲେ ଡିଜି ସମ୍ମିଳନୀ ହୋଇଥିଲା କେବେ ହୋଇନଥିଲା ସେ ସମୟରେ ଆସିଥିଲେ ପ୍ରତ୍ୟେକ ପ୍ରକାର ବିଷୟକୁ ନେଇକି ଓଡ଼ିଶା ଆଜି ଫୋକସ୍ରେ ଅଛି ତାହା ଆମକୁ ଗର୍ବ ଅନୁଭବ ହେଉଛି ଏବଂ ଓଡ଼ିଶାର ଲୋକେ ଜାଣନ୍ତୁ ଯେ ଭାରତୀୟ ଜନତା ପାର୍ଟି ଓଡ଼ିଶାକୁ ଫୋକସ୍ କରିଛି ବିକଶିତ ଓଡ଼ିଶା ବିକଶିତ ଭାରତ ହିଁ ଆମର ଲକ୍ଷ୍ୟ ଏବଂ ସେଥିପାଇଁ ମୋଦିଜୀ ଆସୁଛନ୍ତି ଲୋକଙ୍କୁ ମେସେଜ ଦେବେ ଧନ୍ୟବାଦ ଦେବେ ଏବଂ ଉତ୍ସାହିତ କରିବେ ଯେ ଆଗାମୀ ଦିନରେ ଆମେ ଆହୁରି ସମସ୍ତେ ମିଶି ଓଡ଼ିଶାର ସ୍ୱର୍ଣ୍ଣିମ ଓଡ଼ିଶା ଗଠନ କରିବା ଓଡ଼ିଶାକୁ ଆଗକୁ ନେବା ଦେଖନ୍ତୁ ବିରୋଧୀ ପାଖରେ ପ୍ରସଙ୍ଗ ନାହିଁ ପ୍ରସଙ୍ଗ ନଥିବା କାରଣରୁ ସେମାନେ ବିନା କାରଣରେ ଦୋଷାରୋପ କରୁଛନ୍ତି ମୁଁ ଏଥିପାଇଁ କହୁଛି ଯଦି ବିରୋଧୀର ସତ୍ସାହସ ଥାନ୍ତା ଦୀର୍ଘ 25 ବର୍ଷ ଧରିକରି ବିଜେଡ଼ି ସରକାର ଏଠି ତିଆରି କଲା ଏବଂ ସେମାନେ 25 ବର୍ଷ ଭିତରେ କେବେ ସତ୍ସାହସ କରିଥିଲେ କି ରିପୋର୍ଟ କାର୍ଡଟି ଦେବା ପାଇଁ ଗୋଟିଏ ବର୍ଷ ଭିତରେ କ'ଣ କରିଛନ୍ତି ଭୁଲ ଥାଇପାରେ ଠିକ୍ ଥାଇପାରେ ଆଗକୁ ଯାଇଥାଇପାରେ କ'ଣ ହୋଇଥାଇପାରେ ନିଶ୍ଚିତ ଭାବରେ ଲୋକ ପ୍ରଶ୍ନ କରିବେ ଗଣତନ୍ତ୍ର ସମସ୍ତଙ୍କର ଅଧିକାର ଅଛି ଆମେ ପ୍ରଶ୍ନ ଉଠାଇବା ପ୍ରସ୍ତୁତ ଆମେ ଲୋକଙ୍କ ସରକାର କହୁଛୁ ଲୋକମାନେ ହିଁ ନିଷ୍ପତ୍ତି ନେଇକି ପରିବର୍ତ୍ତନ କରିଛନ୍ତି ଲୋକଙ୍କ ପାଖରେ ଉତ୍ତରଦାୟିତ୍ୱ ନେବା ଉତ୍ତରଦାୟୀ ହେବା କ'ଣ ସରକାରର କାମ ନୁହେଁ କି ଏବଂ ଆମେ ଆଜି ଯେଉଁ କାର୍ଯ୍ୟକ୍ରମ କରୁଛୁ ଲୋକଙ୍କର ଯେଉଁ ଦାୟିତ୍ୱ ଦେଇଛନ୍ତି ଲୋକମାନେ ଆମକୁ ତାଙ୍କୁ ଜଣାଉଛୁ ଯେ ଭାଇ ଆପଣମାନେ ଆମକୁ ଯେଉଁ ବର୍ଷେ ଯାଏଁ ଆପଣମାନେ ଆମକୁ ସମର୍ଥନ ପରିବର୍ତ୍ତନ କରିବା ବର୍ଷେ ଯାଏଁ ଆମେ ଯେଉଁ କାମ କରିଛୁ ଆମେ ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରୁଛୁ ଏବଂ ଲୋକଙ୍କ ସରକାର ଲୋକଙ୍କର ମନକୁ ନେଇକି ଆଗାମୀ ଦିନରେ ଆହୁରି କାମ କରିବ ଏବଂ ଖାଲି ନରେନ୍ଦ୍ର ମୋଦି ଆସୁଛନ୍ତି କ'ଣ ଆସୁନାହାନ୍ତି 19,000 କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଘୋଷଣା କରିବେ ଉଦ୍ଘାଟନ କରିବେ ଏହା କ'ଣ ବିକାଶର ଚିତ୍ର ନୁହେଁ କି କ'ଣ ପ୍ରଧାନମନ୍ତ୍ରୀ 19,000 କୋଟି ଟଙ୍କା ଘୋଷଣା କରିବେ ବୋଲିକିରି କହିଲା ପରେ ମଧ୍ୟ କ'ଣ ବିରୋଧୀମାନଙ୍କର କୁ ଦେଖାଯାଉ ନାହିଁ କି ଏବଂ ପ୍ରତ୍ୟେକ ଗଣମାଧ୍ୟମ ପ୍ରତ୍ୟେକ ଲୋକ ଓଡ଼ିଶାରେ ଏହି ସରକାରଙ୍କର ପଜିଟିଭ ଓଡ଼ିଶା ସରକାରଙ୍କ ସାଥିରେ ଅଛନ୍ତି ଏବଂ ଏହି ବିକାଶ ଇଞ୍ଜିନ୍ ସାଥୀ ହୋଇଛନ୍ତି ଆଜି ଗାଁ ଗାଁରେ ବିକାଶ ରଥ ବୁଲୁଛି ଆପଣ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିଥିବେ ଯେଉଁ ଯୋଜନା ତଳସ୍ତରକୁ ପହଞ୍ଚି ଗଲା ତାର କ'ଣ ପହଞ୍ଚି କେହି ଲାଭବାନ ହେଲେ ତାର କଥା ଏବଂ ଯେଉଁମାନେ ପହଞ୍ଚି ପାରିନାହିଁ କ'ଣ ସବୁ ଅସୁବିଧା ଅଛି ତାଙ୍କର କଥା ମଧ୍ୟ ନୋଟ୍ କରାହେଉଛି ଏବଂ ତାଙ୍କୁ ମଧ୍ୟ ଆଗାମୀ ଦିନରେ କିଭଳି ଭାବରେ ସାମିଲ କରାଯିବ ତା ପାଇଁ ମଧ୍ୟ ଚେଷ୍ଟା ହେଉଛି ସବୁବେଳେ ଆମ ସରକାର ଏବଂ ଆମ ଦଳ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଯେଉଁ ବିଚାରଧାରା ଅଛି ଲକ୍ଷ୍ୟ ଅନ୍ତୋଦୟ ପଥ ଅନ୍ତୋଦୟ ପଣ ଅନ୍ତୋଦୟ ସମାଜର ଅନ୍ତିମ ଶ୍ରେଣୀରେ ଥିବା ବ୍ୟକ୍ତି ଗରିବରୁ ଗରିବ ଥିବା ବ୍ୟକ୍ତି ଉପରେ ଆମ ସରକାର ଫୋକସ୍ କରୁଛି ଯେ ଓଡ଼ିଶାରୁ ଗରିବୀ
কিভাবে ভাবে দূর হব, ওড়িশার লোকে স্বচ্ছল হবে, আর্থিক দৃষ্টি মজবুত হবে, এইটি মহিলা সশক্ত হয়ে লখপতি দিদি বনবে, কৃষক মানে আগুক যাবে এবং সুব্যবস্থিত ঢঙ্গরে ওড়িশা বিকাশ হব। যে পর্যন্ত ওড়িশার বিকাশ হব না, যে পর্যন্ত লোক গরিব লোক বিকাশ হব, ওড়িশা বিকাশ হয়ে পারিব না। এবং পূর্ব ভারতের যে কথা কহিলি যে পূর্ব ভারতের কেন্দ্র ওড়িশা পাখু যাচ্ছে, আপনার দেখবে যে আমার ভিজন অছি 2036 মସିହାରେ ওড়িশা সারা ভারতবর্ষে শ্রেষ্ঠ রাজ্য হব, সেথিরে কৌশি দ্বন্দ্ব না। বোধে বিধানসভার তার আকলন কথা বোধে মু নিজে যেন হোম ডিপার্টমেন্টর ডিবেট দৌলি, যে মিথ্যা অভিযোগ লগাইলে কংগ্রেস সে সময় বিধানসভা গৃহরে মিছ বাহানা করি বন্ধ করা চেষ্টা করতে, বিধানসভা হট্টগোল করতে, বিধানসভা চলাইବାକୁ ଦେଇନଥିଲେ, ঘণ্ট বাড়াউলে, ওড়িশা লোক বুঝিগলে সেতবে যে কংগ্রেসর উচ্চারণ আচরণ কিভাবে ভাবে অছি। এবং সে সময় যে সরকারি ডাটা আঁকড়া কথা কହୁଛି ଟିକେ ଯାଇକି ଦୃଷ୍ଟି ଦିଅନ୍ତୁ, ଟିକେ ପଢ଼ାପଢ଼ି କରନ୍ତୁ ସେମାନେ ଯାଇକରି, যে বিগত সময় ভিতরে প্রত্যেক ক্ষেত্রে নারী নির্যাতনার মাত্রা কমিছি। প্রত্যেক ক্ষেত্রে সে ইন্টরনেট মাধ্যমে নারী স্টকিং হো, যে খারাপ প্রকার ফটো ছাড়া যা বি হওয়া কথা হো, কিংবা আপনার মামলা হো, এবং হত্যার মামলা হো, এবং বিভিন্ন প্রকার যে নারী নির্যাতনার কথা আছে সবু ক্ষেত্রে মামলা কমিছে। একথা বিধানসভার স্পষ্ট ভাবে হোম ডিপার্টমেন্টর বজেট সময় নিজে মু বজেট ইনিସିଏଟ୍ সেদিন করে এবং উল্লেখিত করে, এবং বিনা কারণে যে সে এলিগেসন লগাইবে যে বড়ুছি বলিকি সে কথা আদৌ সহমত নয়। কিন্তু অপর পার্শ্বরে মু নিশ্চিত ভাবে কহিবি যে প্রত্যেক নারী ওড়িশারে সুরক্ষিত রুহন্তু, প্রত্যেক নারী স্বচ্ছন্দরে তাঁকর কার্য করিপারন্তু, প্রত্যেক নারী মজবুত হুঁতু, সেথিপাই আম সরকার বদ্ধ পরিকল্প। এবং আগামী দিনে নারী কিভাবে ভাবে মজবুত হব, নারী সশক্ত হব, নারী সুদৃঢ় হব, এবং নারী কিভাবে ভাবে ওড়িশাকু আগকু নেব সে কথা আম সরকার চিন্তা করুচি। আগামী দিনে সশক্ত নারী সশক্ত ওড়িশার পরিকল্পনা মধ্যে আম সরকার চিন্তা করুচি।